ଜଗନ୍ନାଥ ଦର୍ଶକ ବନ୍ଧୁ ବର୍ତ୍ତମାନ ଆମେ ଆସି ପହଞ୍ଚି ଯାଇଛୁ ମାଳିକା ଗବେଷକ ଜଗନ୍ନାଥ ସଂସ୍କୃତି କଥା ପ୍ରଚାରକ ବିଭୂତି ଭୂଷଣ ସାରଙ୍କ ପାଖରେ। ସାରଙ୍କର ଆଗରୁ ଆମ ଚ୍ୟାନେଲରେ ସାରଙ୍କର ବହୁତ ଭିଡିଓ ଆମେ ଆମ ଚ୍ୟାନେଲରେ ଦେଖେଇଛୁ, ଆପଣମାନେ ଦେଖିଛନ୍ତି, ବହୁତ ଉପାୟ ବି ଆପଣମାନେ ଆମକୁ ଦେଇଛନ୍ତି। ଆଉ କମେଣ୍ଟ ବକ୍ସରେ ଆପଣମାନେ ବହୁତ ସାରା କମେଣ୍ଟ ବି ଲେଖିଛନ୍ତି। ସାରଙ୍କ ପାଖକୁ ଆଉ ଥରେ ଯାଆନ୍ତୁ, ସାରଙ୍କ ଠାରୁ ଆଉ କିଛି ସମ୍ବାଦର ଭଲ ପାଇଁ ବାର୍ତ୍ତା ଆପଣ ଭିଡିଓ ଏପିସୋଡ ଗୋଟେ ତିଆରି କରନ୍ତୁ। ତ ଆମେ ସାରଙ୍କୁ ପହଞ୍ଚିଛୁ, ସାରଙ୍କୁ ବି ଅନୁରୋଧ କରିବୁ ଆମ ଚ୍ୟାନେଲ ତରଫରୁ ସାର୍ କିଛି ଆମକୁ ସମାଜରେ ଭଲ ପାଇଁ କିଛି ବାର୍ତ୍ତା ଆପଣମାନଙ୍କ ପାଇଁ ଦେବେ। ତ ସାର୍ ନମସ୍କାର, ଚ୍ୟାନେଲ ପାଇଁ ସ୍ୱାଗତ କରୁଛି ସାର୍। ସ୍ୱାଗତମ୍, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମତେ ଜଣେ ବ୍ୟକ୍ତି ପ୍ରଶ୍ନ କଲେ, ଏତେ ଶାସ୍ତ୍ର ପୁରାଣ, ଏତେ ମନ୍ଦିର, ଏତେ ଦେବତା, ଏତେ ପ୍ରବଚନ ହଉଛି ସବୁ, ବର୍ତ୍ତମାନ ପୁଅ ଝିଅ ମାନେ କାହିଁ ବାଟରେ ରହୁନାହାନ୍ତି? ଇଏ ତ ପ୍ରଶ୍ନ ନୁହେଁ। ତ କାହିଁକି ପୁଅ ଝିଅ ବାଟରେ ରହୁନାହାନ୍ତି? ସେ ଦାୟୀ କିଏ? ମୁଁ ବ୍ୟକ୍ତିଗତ ମତ ଦେବି, ଆମେ ବାପା ମା ମାନେ ଦାୟୀ। ଆମେ ବାପା ମା ମାନେ ସକାଳୁ ଉଠିଲେନି, ଟିକେ ପ୍ରାର୍ଥନା କଲେନି, ପ୍ରଭୁଙ୍କୁ ଡାକିଲେ, ଆମ ଛୁଆ କୋଉଠୁ ଶିଖିବ? ସଞ୍ଜ ବେଳେ ଆମେ ଏକାଠି ବସିଲେ, ଆମ ଛୁଆ କୋଉଠୁ ଶିଖିବ? ଆମେ ଟିକେ 5 ମିନିଟ୍ ପ୍ରାର୍ଥନା କଲୁନି, ମା ଗପୁଛି ମୋବାଇଲରେ, ବାପ ଗପୁଛି ମୋବାଇଲରେ, ଝିଅ ତାର ମୋବାଇଲରେ, ପୁଅ ହିରୋଣ୍ଡା ନେଇକି କୁଆଡେ ପଦାକୁ ପଳେଇଲା, ଯୁଆଡେ ତାର ଯିଏ ଯାଉ। ତେଣୁ ପରିବାର କାହିଁ? ଆମେ ସମସ୍ତ ପରିବାର ଭିତରେ ଜଣେ ଜଣେ ଯାଯାବର। ଆପଣଙ୍କର ପରିବାର ଅଛି ପ୍ରତିଭାକୁ ଯଦି ପଚାରି, ତ ଆପଣ ନିଜ ସ୍ତ୍ରୀ ସହିତ କେତେ ସମୟ ଦିଅନ୍ତି? ବା ଯେତେ ସ୍ୱାମୀ ମାନେ ଅଛନ୍ତି ସ୍ତ୍ରୀ ସହିତ ବସି ପରିବାର ବାବଦରେ କେତେ ସମୟ ଆଲୋଚନା କରୁଛନ୍ତି? କାହିଁକି ସମୟ ନାହିଁ? ଯାହା କହିଦେଲେ ଫୋନରେ ଏଇଆ ଆଣିବ ବସ୍ତୁ। ବର୍ତ୍ତମାନ ସମାଜରେ କାହାକୁ ବି ସମୟ ନାହିଁ। ତେଣୁ ଆମେ ରାମାୟଣକୁ ଟିକେ ଯିବା। ଯେତେବେଳେ ରାମ ଭଗବାନ ବାଳିକି ମାରିଦେଲେ ପଛରୁ ସର ମାରି, ବାଳି ପଡିଛି, ରାମ ଠାକୁର ପହଞ୍ଚି ତାକୁ କୋଳରେ ଧର। ବାଳି ପଚାରିଲା, ପ୍ରଭୁ ମତେ କାହିଁ ମାରିଲେ? ମୁଁ ତ ଆପଣ ଅପରାଧ କରିନାହାନ୍ତି। ସେ ଗୋଟେ କଥା କହେ, ଅନେକ କଥା ଭିତରେ ମୁଁ ଗୋଟେ କଥା, ତୁମେ ନିଜର ଭାତୃବଧୂକୁ ରଖିଥିବ, ଅନୁଜ ପତ୍ନୀକୁ ରଖିଥିବ, ଏଇ ଅପରାଧରେ ତମକୁ ମୁଁ ମାରିବି। ପୁତ୍ରବଧୂ, କନ୍ୟା, ଭାତୃବଧୂ, ପରନାରୀ, ଇଏ 4 ପ୍ରକାର ନାରୀକୁ ଯିଏ କୁଦୃଷ୍ଟିରେ ଦେଖେ, ସେମାନଙ୍କ ମୁହଁ ଚାହିଁବା ପାପ। ତେଣୁ ଏଇ ପାପ କରିଥିବାରୁ ତମ ମୁହଁ ନ ଚାହିଁ ମୁଁ ତମକୁ ପଛପଟରୁ ମାରିବି। ଏବେ ତମେ ତ ମରିବ, ମଲା ଲୋକର ମୁହଁ ଆଉ ଦେଖିବାର ଅସୁବିଧା। ତେଣୁ ମତେ କଣ ମାଗୁଛ ମାଗ। ଭାଇ କହିଲେ, ପ୍ରଭୁ ମାଗିବ ଗୋଟିଏ କଥା, ମତେ ଟିକେ ଆପଣ ଦକ୍ଷିଣ କରଟା ଦିଅ। ଠାକୁର ତାଙ୍କୁ ଦକ୍ଷିଣ ହାତ ବଢେଇ ଦେଲେ, ଡାକିଲେ ତା ପୁଅ ଅଙ୍ଗଦକୁ ଡାକିଲା, କହିଲା ଅଙ୍ଗଦ ଏଠିକି ଆସ। କାରଣ ବାଳି ଜାଣିଥିଲା ପୁଅ ବର୍ତ୍ତମାନ ଭାବୁଥିବ ମୋ ବାପାକୁ ଯିଏ ବିନା ଦୋଷରେ ମାରିଛି ମୁଁ ତ ମାରି, ଇଏ ତ ନାରାୟଣ, ମୋ ପୁଅ ତାକୁ ମାରିପାରିବନି। ଏଇ ମାରିବା ପାଇଁ ଭାବି ଭାବି ଅଶାନ୍ତ ହବ, ବାଟ ବଣା ହବ, ଦୁଃଖ ପାଇବ। ତେଣୁ ବାପା କଣ କଲା? ବାପର କର୍ତ୍ତବ୍ୟ ପୁଅକୁ ଜାଣିଛି। ଆମେ ବାପା ମା କଣ ଆମ ପୁଅ ଝିଅକୁ ଜାଣିନାହିଁ? କିନ୍ତୁ ତାଙ୍କ ଭୁଲକୁ ଆମେ ଘୋଡେଇ ପକଉଛୁ। ଆମେ ଯଦି ତାଙ୍କୁ ଦେଖେଇ ଦିଅନ୍ତେ, ବାଟ ବଣା ହୁଅନ୍ତେନି ପିଲା। ତେଣୁ ବାଳି ତା ପୁଅକୁ ନେଇ ପ୍ରଭୁଙ୍କ ଦକ୍ଷିଣ ହାତ ଅଙ୍ଗଦର ନେଇ ପ୍ରଭୁଙ୍କ ହାତରେ ରଖିଲା, କହିଲା ପ୍ରଭୁ ମୋ ପୁଅ ତା ସ୍ୱଭାବ ସୁଲଭ ଢଙ୍ଗରେ ବାଟ ବଣା ହେଇପାରେ, ତାକୁ ବାଟରେ ଆପଣ ରଖିବେ। ଭୁଲ କଲେ ବି ଆଜି ମୁଁ ମୃତ୍ୟୁ ଶଯ୍ୟାରେ ଆପଣଙ୍କୁ ନିବେଦନ କରିବି, ମୋ ପୁଅ ହାତକୁ ଆପଣ ଛାଡିବେ ନାହିଁ। ତେଣୁ ପ୍ରଭୁଙ୍କ ହାତରେ ପୁଅକୁ ଧରିଦେଲା। ଏଠି ଆପଣଙ୍କର ଜାମ୍ବବାନ ପଚାରିଲେ, କହିଲେ ବାଳି ସବୁ ଲୋକ ଠାକୁରଙ୍କ ପାଦ ତଳେ ତାଙ୍କ ପୁଅ ଝିଅଙ୍କୁ ପକାନ୍ତି, ତମେ କଣ ହାତ ଧରେଇଲ? ଦେଖନ୍ତୁ ରାମାୟଣ କେମିତିଆ ସାମାଜିକ ଶିକ୍ଷା ଦଉଛି। ବାଳି କହିଲା, ବର୍ତ୍ତମାନ କହିବି ଦଣ୍ଡବତ ସିଏ ହେଲା, ମୁଁ ମରିଗଲା ପରେ ଯଦି ନହବ। ତେଣୁ ମୁଁ ତ ପ୍ରଭୁଙ୍କୁ ଧରେଇ ଦେବି, ପ୍ରଭୁ ଯେତେବେଳେ ତାକୁ ଧରିଲେ ସେ ତ ଛାଇ ହବ। ତେଣୁ ମୁଁ ସାମୟିକ ପ୍ରତିକାର କାହିଁ କରିବି?
ସବୁଦିନ ପାଇଁ ମୁଁ ପ୍ରଭୁଙ୍କୁ ଟେକିବି। ଯଥା ମୁଁ ଏଠି ଗୋଟେ ଉଦାହରଣ ଦେଇପାରେ, ଆପଣ ବାଲିଯାତ୍ରା ଦେଖିବାକୁ ଯାଇଛନ୍ତି, ଆପଣ ସ୍ୱାମୀ ସ୍ତ୍ରୀ ଯାଇଛନ୍ତି, ଆପଣଙ୍କ ପୁଅ ଝିଅ ବି ଯାଇଛନ୍ତି। ଝିଅ ଆପଣଙ୍କ ହାତ ଧରିଛି, ପୁଅ ମାର ହାତ ଧରିଛି, ଚାଲୁଛନ୍ତି। ଭିଡ ଭିତରେ ଜୋର ଠେଲା ପେଲା ହେଇଗଲା, ପୁଅ ଝିଅ ଖସି ପଳେଇବେ ନା ରହିବେ? କିନ୍ତୁ ଯଦି ଆପଣ ନିଜ ଝିଅ ହାତକୁ ଧରିଥିବେ, ତା ମା ଯଦି ପୁଅ ହାତକୁ ଧରିଥିବ, ଯେତେ ଭିଡ ହେଲେ ସେ ଛୁଆ ଆଉ ଖସିବେ? ଛୁଆ ହାତ ଖସି ଯାଇପାରେ, କିନ୍ତୁ ବାପା କେବେ ତା ପୁଅକୁ ଛାଡିବନି, କି ମା କେବେ ତା ଛୁଆକୁ ଛାଡିବନି। ତେଣୁ ପ୍ରଭୁ ଅଛନ୍ତି ଆମ ବାପା। ତେଣୁ ଆମେ ବାପା ମା ଆମ ପୁଅ ଝିଅଙ୍କୁ ଯଦି ପ୍ରଭୁଙ୍କ ପାଖରେ ଚିହ୍ନା କରେଇ ଦିଅନ୍ତେ, ତାଙ୍କ ହାତ ସହିତ ଧରେଇ ଦିଅନ୍ତେ, ତାଙ୍କ ପାଦ ସହିତ ମିଳେଇ ଦିଅନ୍ତେ, ତାହେଲେ ଠାକୁର କଣ ଆମ ଛୁଆକୁ ଛାଡନ୍ତା ନା ଆମ ଛୁଆ ତାକୁ ଛାଡନ୍ତା? କିନ୍ତୁ ଆମେ ବାପା ମା ତ ଭୋଗବାଦରେ ଲିପ୍ତ ରହିଲେ। ମୁଁ ତ ଗବର ହେଲି ଫୋନରେ, ମୋ ସ୍ତ୍ରୀ ତ ସବୁବେଳେ ଦେଖିଲା ସିରିଏଲ, ମୋ ଛୁଆକୁ ବାଟ ଦେଖିବ କି? ତେଣୁ ଆମେ ବାପା ମା ମାନେ ମାଟିଟା ଯେତେବେଳେ କଞ୍ଚା ଥିବ, ଯେକୌଣସି ମୂର୍ତ୍ତି ତିଆରି ବଡ ହେଇଗଲା ପରେ ଆଉ ହବ? ତେଣୁ ବର୍ତ୍ତମାନ ଦେଖନ୍ତୁ, ଝିଅଟିଏ କଲେଜ ଯାଇଛି, ସେ କେତେବେଳେ ଫେରୁଛି? ସ୍କୁଲ ଯାଉ କଲେଜ ଯାଉ, ଆଇଲା ମୋବାଇଲ ଧଇଲା, ବିଛଣାରେ ଶୋଇଲା, କଣ କରୁଛି ମା ଦେଖିବାକୁ ଗଲା, ମା ସିରିଏଲ ଦେଖ। ପୁଅ ଆଇଲା ଗାଡି ଧଇଲା, ବଜାରକୁ ପଳେଇଲା, ସାଙ୍ଗମାନଙ୍କ ସହିତ କଣ କରୁଛି ବାପା ଦେଖିଲେ? ବାପା ତ ବୁଲିକି ମାମତି ଗଲେଣି। ତେଣୁ ଆମେ ଯୋଉମାନେ ରୋଜଗାର କରୁଛନ୍ତି ପରିବାର ପାଇଁ, ଆମେ ପରିବାରକୁ ସମୟ ଦେଲେନି, ଆମେ ଭଗବତ ଚିନ୍ତନ କଲେନି, ପିଲା କୋଉଆଡେ ବାଟକୁ ଆସିବ? ତେଣୁ ବର୍ତ୍ତମାନ ପରିବାର ନାହିଁ, ପରିବାର ସବୁ ଯାଜା, ଗୋଟିଏ ଛାତ ତଳେ ଅଛନ୍ତି, କିନ୍ତୁ ଏକାଠି କେହି ବସୁନାହାନ୍ତି। ତେଣୁ ଜୀବନ ଯେତେବେଳେ ବର୍ତ୍ତମାନ ଏଇ ଜାଗାରେ ପହଞ୍ଚି ଯାଇଛି, ଭୋଗବାଦ ଭିତରେ ପହଞ୍ଚି ଯାଇଛି, ଆଧ୍ୟାତ୍ମବାଦ ଠାରୁ ଦୂରେଇ ଗଲେ ମଣିଷ ଦୁଃଖ ପାଇବା ଫାଇନାଲ। ଆଧ୍ୟାତ୍ମିକବାଦ ହଉଛି ମଣିଷର ଶକ୍ତି। ଦୁଃଖ ବେଳେ, ବିପତ୍ତି ବେଳେ ଏ ଆଧ୍ୟାତ୍ମିକତା ମଣିଷକୁ ଶକ୍ତି ଯୋଗାଏ। ତେଣୁ ଆଧ୍ୟାତ୍ମିକତା କାହିଁ? ତେଣୁ ମଣିଷ ଆଜି ଦୁଃଖ ପାଉଛି, ଯନ୍ତ୍ରଣାରେ ଛାଟପିଟ ହଉଛି। ତେଣୁ ପ୍ରତ୍ୟେକ ବାପା ମା ନିଜେ ଆଗେ ତ୍ୟାଗ କରିବା ଦରକାର, ସୁଖ ଭୋଗକୁ ପରିତ୍ୟାଗ କରିବା ଦରକାର। ଯାହା ଅଳିକ ଅବାସ୍ତବ, ତାରି ଭିତରେ ସମୟ ଅତିବାହିତ କରି ମୂଲ୍ୟବାନ ସମୟକୁ ନଷ୍ଟ ଯୋଉ କରାଯାଉଛି, ଏ ସମୟ କାହାରିକି କ୍ଷମା ଦିଏ ନା, ସେ ଦିନେ ଦଣ୍ଡ ଦବ। ସେଇଥିପାଇଁ ଜଗନ୍ନାଥ ପଲକ ପକେଇଲେ, ଆଗରେ ତାର ପଲକ ନାହିଁ, ସବୁ ଦେଖୁଛନ୍ତି। ଆପଣ ଗୋଟେ ସିସିଟିଭି ଲାଗିଛି ଗୋଟେ ନିର୍ଦ୍ଦିଷ୍ଟ ଜାଗା, ଏ ଜଗନ୍ନାଥଙ୍କର ଯୋଉ ସିସିଟିଭି ସାରା ଜଗତର ଫଟୋ ଚିତ୍ର ଉତ୍ତୋଳନ, ଆପଣ ଠକିକି ଯାଇପାରିବେ। ମହାପୁରୁଷ ଗୋଟେ କଥା ଲେଖିଥିଲେ, ଠକ ଠକିବେ ମୂଲ କଲ ବହୁଳ, ଠାକୁର ଠକିବେ ତାଙ୍କୁ। ଠିକ ପଦ ବାଛି ଏକଥା ଲେଖିଲେ, ଠାରି ଠୁଳ ଅନନ୍ତ। ତେଣୁ ଯିଏ ଯେମିତି ଠକିବ, କେହି କାହାକୁ ଠକୁ ନାହାନ୍ତି, ନିଜକୁ ନିଜେ ଆମେ ଠକୁଛୁ। ତେଣୁ ଭାଇ ବାବା ଗୋଟେ କଥା କହିଲେ, ଆପେ ଆପଣାର ବନ୍ଧୁତ୍ୱ, ଆପେ ଆପଣା ଗୁରୁ, ଚିହ୍ନି ଯଦି ମନ ପାରିବୁ ତରିଯିବୁ ସହସ। ତେଣୁ ପ୍ରତ୍ୟେକ ମଣିଷ ନିଜକୁ ଆଗେ ଗୁରୁ କରୁ, ନିଜକୁ ଆଗେ ଭଲ ପାଉ। ନିଜକୁ ଭଲ ନ ପାଇଲେ, ନିଜକୁ ଗୁରୁ ନ କଲେ, ମନ ସହିତ ବନ୍ଧୁତା ନ କଲେ, ଆମେ ଏମିତି ପବନରେ ତୁଳା ଉଡ଼ିଲା ଭଳି, ଗୋଟେ ଧୂପର ଧୂଆଁ ପବନରେ ଖେଳିଗଲା ଭଳି ଆମେ ବିକ୍ଷିପ୍ତ ହବା, ସଂକ୍ଷିପ୍ତ ହେଇପାରିବା ନାହିଁ, ସ୍ଥିର ହେଇପାରିବା ନାହିଁ। ଯାହା ଫଳରେ ପ୍ରତ୍ୟେକ ମୁହୂର୍ତ୍ତରେ ଯନ୍ତ୍ରଣା ପାଇବା। ତେଣୁ ଯନ୍ତ୍ରଣା ମୁକ୍ତ ହେବାକୁ ହେଲେ ଆମକୁ ପ୍ରଭୁ ସମର୍ପିତ ହେବାକୁ ହବ। ନିଜ କାମ ଦାମ ନ କରି କଣ ଠାକୁରଙ୍କୁ ସବୁବେଳେ ଡାକିବା? କର୍ମ ଭିତରେ ଧର୍ମ, କର୍ମକୁ ଛାଡି ଧର୍ମ। ଯିଏ ଯୋଉ କର୍ମ କରୁ ତାକୁ ଆନନ୍ଦ ପାଉ, ସେ କର୍ମରେ ଆନନ୍ଦ ପାଉ। ଅନ୍ୟକୁ ଦେଖି ତୁଳନା ହେବ, ଦୁଃଖ ପାଇବ। ତେଣୁ ଦୁଃଖ ହଉଛି ଚିର, ସୁଖ ଅଳିକ। ସେ ଅଳିକ ସୁଖ ପଛରେ ଗୋଡେଇ ସାତ୍ଵିକ ଭାବନାକୁ ନଷ୍ଟ କରିବା ବର୍ତ୍ତମାନର ମଣିଷ ପାଇଁ କେତେ ଦୂର ଦିବ୍ୟ ଚେତନା ବା ତା ବିଶ୍ୱାସ ଅନ୍ଧବିଶ୍ୱାସର ପରିଧି ଭିତରେ ଅଛି କି, ଏ ପ୍ରଶ୍ନ
ଆପଣମାନଙ୍କ ପାଇଁ ବିଚାର ଆପଣମାନଙ୍କ ଉପରେ ସତ୍ୟ କଣ ଅନୁସନ୍ଧାନ ନିଜେ କରିବା, ନିଜେ କଲେ ଜାଣିବା, ଶୁଣିଲେ କିଛି ହବନି, କରିବାକୁ ପଡିବ। କର୍ମ ଫଳ ପାଇ ପ୍ରାଣୀ ତା ଅବଶ୍ୟ ଭୁଞ୍ଜେ। ଧନ୍ୟବାଦ। ଜୟ ଜଗନ୍ନାଥ। ପରସ୍ପର ଭିତରେ ଉତ୍ତମ ବୁଝାମଣା ରଖିବେ। ଘରେ ଥିବା ବୁଢା ବାପା ମାଙ୍କୁ ତାଙ୍କ ମନ ଜାଣିକି ଆମେ ଯଦି କଥା ବିପଦ କହିବା, ତାହେଲେ ଭଗବାନ ଆମ ଘରକୁ ଖୋଜି ଖୋଜି ଆସିବେ। ତୁମେ କି ଖୋଜିବ ପ୍ରଭୁ ଖୋଜନ୍ତି ତୁମକୁ, କେବଳ ପ୍ରତ୍ୟୟ ହେଉନି ତୁମରି ମନକୁ। ତମେ କେବେ ଠାକୁରଙ୍କୁ ଖୋଜିବ? ଠାକୁର ଖୋଜିବ ମଣିଷ କୋଉଠି ଅଛି। ବର୍ତ୍ତମାନ ମଣିଷ ଖୋଜା ଚାଲିଛି। ହସ୍ତ ପ୍ରସାରୀ ଡାକନ୍ତି ଦେବ ଚକ୍ରଧାରୀ, କେତେ ବଡ ମହିମାକୁ ନ ପର୍ଚ୍ଚଧାରୀ। ସେ ଡାକୁଛନ୍ତି ଆମକୁ ଆସ, ଆମେ ଯାଇପାରୁନା। ଏମିତି ହାତ ଦେଖିଛନ୍ତି ଆସ କୋଳ କରିକି ତମେ। ତେଣୁ ଆପଣଙ୍କୁ ମୁଁ ଡାକୁଛି କୋଳ କରିବାକୁ, ଆପଣ ଆସୁନାହାନ୍ତି। ମତେ ବି ଠେଲି ଦଉଛନ୍ତି, ମୁଁ କେମିତି ଯିବି? ତେଣୁ ବର୍ତ୍ତମାନ ପ୍ରତ୍ୟେକ ମନୁଷ୍ୟର ବିବେକକୁ ନ ପଚାରି ମନୁଷ୍ୟ ମନକୁ ପଚାରି କାମ କରୁଥିବାରୁ ଆଜି ଝୁଣ୍ଟୁଛି, କଷ୍ଟ କରୁଛି। ଦର୍ଶକ ବନ୍ଧୁମାନଙ୍କୁ ଏତିକି କହିବି, ଆପଣମାନେ ନିଜ ପରିବାରକୁ ଆଗେ ସଜାଡ଼ନ୍ତୁ। ପତି ପତ୍ନୀ ପରସ୍ପରକୁ ଭଲ ପାଆନ୍ତୁ, ପିଲାମାନଙ୍କ ସହିତ ସମୟ ଦିଅନ୍ତୁ, ସେମାନଙ୍କୁ ସ୍ୱାଧୀନତା ଦିଅନ୍ତୁ, ସେମାନଙ୍କ ମନ କଥା ସେମାନେ ଆପଣଙ୍କ ଆଗରେ ଖୋଲି କୁହନ୍ତୁ। ଝିଅଟିଏ ମାଆକୁ ବାନ୍ଧବୀ କରୁ, ପୁଅଟିଏ ବାପାକୁ ବନ୍ଧୁ କରୁ, ତାହେଲେ ପୁଅ ଝିଅ ହୁଏତ ଭୁଲ କରିବେ ନାହିଁ। ଯଦି ଜାଣିବେ ମୋ ବାପାକୁ କହିଲେ କିଛି ଅସୁବିଧା ନାହିଁ, ଝିଅଟିଏ ଜାଣିବ ମାଆକୁ କହିଲେ ହବ। କିନ୍ତୁ ଆମ ବର୍ତ୍ତମାନ ପିଲାମାନେ କେବଳ ସାଙ୍ଗ ଉପରେ ନିର୍ଭର କରୁ, ସାଙ୍ଗ ଯାହା କହିବେ ସେଇଆ। ତେଣୁ ଏଇ ଯୋଉ କଥାଟି ହଉଛି, ସାଙ୍ଗର ବୟସ ଯାହା ତାର ବୟସ ସେଇଆ। ସାଙ୍ଗ କେମିତି ତାକୁ ବୁଦ୍ଧି ଦବ? ସାଙ୍ଗର ବୁଦ୍ଧି ଅଧିକା କୋଉଠୁ ଆସିବ? ତେଣୁ ସେ ଝୁଣ୍ଟି ପଡେ। ଏବଂ ଆପଣମାନେ ଦେଖୁଥିବେ କିଛି ସାଙ୍ଗ ପଇସା ପାଇଁ ସ୍ୱାର୍ଥ ପାଇଁ ନିଜର ସଙ୍ଗିନୀକୁ ଝିଅମାନଙ୍କୁ ଅନ୍ୟତ୍ର ନେଇକି ଭୁଲ କାର୍ଯ୍ୟରେ ଲଗେଇ ଦଉଛି। ଅନୁତାପ କଲା ବେଳକୁ ବେଳ ନାହିଁ, କିଏ ଆତ୍ମହତ୍ୟା କରୁଛି, କିଏ ଦୁଃଖରେ ମିଳିମାନେ କାନ୍ଦୁଛି, କିଏ ଫ୍ରଷ୍ଟ୍ରେଟ ହଉଛି। ତେଣୁ ଏ ଜିନିଷକୁ ବୁଝେଇବ କିଏ? ଏସବୁ ଯେ ଆଧ୍ୟାତ୍ମିକତାର ମୂଳ କଥା। ଆଧ୍ୟାତ୍ମିକତାକୁ ଛାଡି ବାସ୍ତବତାକୁ ଛାଡି ବସ୍ତୁ ପଛରେ ଗୋଡେଇଲେ କେବଳ ଟଙ୍କା ରୋଜଗାର କରିବା ମଣିଷର ଅର୍ଥ ଲକ୍ଷ୍ୟ ନୁହେଁ। ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକତା ତା ଧର୍ମ ବଳରେ କର୍ମ ବଳରେ ମିଳେ। ଲାଞ୍ଚ ମିଛ ଖର୍ଚ୍ଚ ଏଇସବୁ ଯୋଉ ଜିନିଷ ଧନ ତା ପରିବାରକୁ ଶାନ୍ତି ଦେଇପାରିବ। ତେଣୁ ଶାନ୍ତି ପାଇବାକୁ ହେଲେ ଆମକୁ ସତ୍ ଉପାୟରେ ଅର୍ଜନ କରିବାକୁ ପଡିବ ଏବଂ ସତ୍ୟାନୁସରଣ କରି ପ୍ରଭୁ ଚିନ୍ତନରେ 24 ଘଣ୍ଟା ଭିତରୁ ଯେତେବେଳେ ବି ସମୟ ମିଳୁଛି କର୍ମରୁ, ସେତେବେଳେ ପ୍ରଭୁ ଆମେ ତ ଶୋଇଲା ବେଳେ ଉଠିଲା ବେଳେ ଟିକେ ପ୍ରଭୁଙ୍କୁ ଡାକିବା ଦରକାର, ମନେ ପକେଇବା ଦରକାର। ତୁ ଈଶ୍ୱର ମତେ ଜଗତକୁ ପଠେଇଛୁ, ତତେ କୃତଜ୍ଞତା ଜଣାଉଛି। ହରେ କୃଷ୍ଣ, ଜୟ ଜଗନ୍ନାଥ, ସୀତାରାମ, ରାଧେ କୃଷ୍ଣ କହିକି ସବୁ କହିକି ଉଠୁ। ଏତିକି ମନେ ପକଉ। କୃତଜ୍ଞ ହେଲେ ହବ କେମିତି? କୃତଜ୍ଞତା ଜ୍ଞାପନ କରିବା ଦରକାର। ତେଣୁ ଦର୍ଶକ ବନ୍ଧୁମାନେ ନିଜକୁ ଚିହ୍ନନ୍ତୁ, ନିଜ ପରିବାରକୁ ଭଲ ପାଆନ୍ତୁ, ପରିବାର ଭିତରେ ସମୟ ଦିଅନ୍ତୁ। ପିଜା ବର୍ଗର ଇଆଡେ ସିଆଡେ ବୁଲି, ପିଜା ବର୍ଗର ଖାଇ ଇଆଡେ ସିଆଡେ ବୁଲି ସମୟ ଅତିବାହିତ କଲେ କରନ୍ତୁ, ଖାଆନ୍ତୁ, କିନ୍ତୁ ପ୍ରଭୁଙ୍କୁ ମନେ ପକାନ୍ତୁ ଯେତେବେଳେ ସମୟ ମିଳୁଛି। ଜୟ ଜଗନ୍ନାଥ କୁହନ୍ତୁ। ଆଜି ଏଇଠୁ କାର୍ଯ୍ୟକ୍ରମ ରଖୁଛି। ପୁଣି ପରବର୍ତ୍ତୀ ଅଧ୍ୟାୟରେ ଦେଖାହବା ଆଉ ଏକ ପ୍ରଶ୍ନର ଉତ୍ତର ପାଇଁ, ଆଉ ଏକ କଥାକୁ ନେଇ। ତେଣୁ ଶାନ୍ତି ପାଇଁ, ପ୍ରୀତି ପାଇଁ, ଅନୁରାଗ ପାଇଁ ଆମେ ନିଜକୁ ଚିହ୍ନିବା, ନିଜକୁ ଭଲ ପାଇବା, ପରିବାରକୁ ସଜାଡ଼ିବା। ଏକ ବ୍ରହ୍ମ ଜଗନ୍ନାଥ ଚିନ୍ତା ଚେତନାରେ ଭାବନାରେ ପୂର୍ଣ୍ଣ ସମର୍ପିତ ହେବା। ଜୟ ଜୟ ଜଗନ୍ନାଥ। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର। ସମାଜରେ ଚଳନି ବା ସମାଜରେ କିଛି ଭଲ ବାର୍ତ୍ତା ମଧ୍ୟ ସାର୍ ଆପଣ ମାନଙ୍କୁ ଦେଲେ କି ଆମକୁ ଜଣାଇଲେ, ତେଣୁକରି ଆମ ଚ୍ୟାନେଲ ସାର୍ ଆମେ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ। ଜୟ ଜଗନ୍ନାଥ। ଧନ୍ୟବାଦ।